हेलो साଙ୍ଗ ମାନେ ଜୟ ଜଗନ୍ନାଥ ୱେଲକମ୍ ବ୍ୟାକ୍ ଟୁ ମାଇ ଥର୍ଡ ନ୍ୟୁ ବ୍ଲଗ। ଯେହେତୁ ଆଜି ଶୁକ୍ରବାର ଅଛି ତ ଆଜି ନନଭେଜ ତ ନିହାତି ହେବା ଦରକାର। ତ ମୋ ସ୍ୱାମୀଙ୍କୁ ପସନ୍ଦ ଅନୁସାରେ ଆଜି ଆମେ ବନାବାକୁ ଯାଉଛି ଶୁଖୁଆ ତରକାରୀ। ଶୁଖୁଆ ଓଡ଼ିଶାରେ ତ ବହୁତ ଲୋକ ଶୁଖୁଆ ଖାଆନ୍ତି, କିନ୍ତୁ ଶୁଖୁଆ କାହାକୁ କାହାକୁ ବେଶୀ ପସନ୍ଦ ତ ସେ ନିହାତି ଭାବରେ କମେଣ୍ଟ ନିଶ୍ଚିତ ମୋତେ ଜଣାଇବେ। ତ ଶୁଖୁଆ ତରକାରୀ ମୋତେ ପସନ୍ଦ ନୁହଁ, ଫିର୍ ବି ମୁଁ କେବେ ଖାଇନି ମଧ୍ୟ, ସେ ବାସ୍ନାରେ ହିଁ ମୁଁ ଦୂରକୁ ପଳାଏ। କିନ୍ତୁ ମୋ ଶାଶୁଙ୍କୁ ପଚାରିକି ଆଜି ଶୁଖୁଆ ତରକାରୀଟା ମୁଁ ଆଜି ବନାଇବାକୁ ଯାଉଛି। ତ ନିହାତି ଭାବରେ ସ୍ୱାମୀଙ୍କ ପାଇଁ ତ ଶୁଖୁଆ ତରକାରୀଟା ବନାଇବାକୁ ପଡ଼ିବ ନା। ତ ଚାଲନ୍ତୁ ବନେଇବା ଶୁଖୁଆ ତରକାରୀ। ଦେଖିପାରୁଥିବ ଏଠି ମସଲା ବାଟିକି ରଖିଦେଇଛି। ଗୋଟେ କଡ଼େଇ ନେଇ ତେଲ ଗରମ କରି ଏଠି ମସଲା ମାନ ସବୁ ରେଡ଼ି କରି ରଖିଦେଇଛି। କଟା ଯାଇଥିବା ଆଳୁକୁ ପକାଇ ଏଠି ହଳଦୀ ଗୁଣ୍ଡ ଆଉ ଲୁଣ ପକାଇ ଏଠି ମୁଁ ହାଲକା ଭାଜି ଦେଇଛି। ଭଜା ଯାଇଥିବା ଆଳୁକୁ ଏବେ ହାଲକା କାଢ଼ି ଆଣିବା ଏବଂ ସେଇ ତେଲରେ ଆମେ ରଖିଥିବା ସଫା କରି ରଖିଥିବା ଚିଙ୍ଗୁଡ଼ିକୁ ଆମେ ହାଲକା ଭାଜି ନେବା। ଭଲ ଭାବରେ ଚିଙ୍ଗୁଡ଼ିକୁ ଏଠି ଭଜା ହେଇ ସାରିଲା ପରେ ଏବେ ଭଜା ଯାଇଥିବା ଚିଙ୍ଗୁଡ଼ିକୁ ଆମେ ଅଲଗା ବାହାର କରି ଆଣିବା। ଭଜା ଯାଇଥିବା ଚିଙ୍ଗୁଡ଼ିକୁ ଏବେ ବାହାର କରି ଆଣିବା ଏବଂ ସେହି ତେଲରେ ଆମେ ଫୁଟଣ ଆଉ ପିଆଜକୁ ଏଠି ଭାଜି ନେବା। ପିଆଜ ଭଲ ଭାବରେ ଭାଜି ହେଇ ସାରିଲା ପରେ କାଟିକି ରଖିଥିବା ଟମାଟୋକୁ ଆମେ ଏଠି ପକାଇବା। ମୁଁ ଏଠି 3ଟା ଟମାଟୋ ନେଇଥିଲି। ଆପଣ ଯଦି ଚାହିଁବେ ଖଟା ପାଇଁ ଆଉ ଟିକେ ଟମାଟୋ ନେଇପାରିବେ, କାରଣ ଏଠି ଆମିଷ ରନ୍ଧା ହୁଏ, ତେଣୁ ଅଧିକ ଟମାଟୋ ଆମିଷରେ ଟିକେ ଖଟା ଲାଗିବା ଦରକାର। ଏଥିରେ ଏବେ ଲୁଣ, ଲଙ୍କାଗୁଣ୍ଡ ଆଉ ହଳଦୀ ଗୁଣ୍ଡ ଦେଇ ଆମେ ଟମାଟୋ ସିଝେଇ ଆସିଲା ପରେ ବଟା ଯାଇଥିବା ମସଲାକୁ ଏଠି ଆମେ ପକାଇଦେବା। ମସଲାଟିକୁ ଏଠାରେ ଆମେ ଭଲ ଭାବରେ କଷି ନେବା। ମସଲାଟି ଭଲ ଭାବରେ କଷି ହେଇସାରିଲା ପରେ ଆଗରୁ ଭଜା ଯାଇଥିବା ଚିଙ୍ଗୁଡ଼ି ଆଉ ଆଳୁକୁ ଏଠାରେ ଆମେ ପକାଇଦେବା। ଚିଙ୍ଗୁଡ଼ି ଆଉ ଆଳୁକୁ ମସଲାରେ ଆମେ ଭଲ ଭାବରେ ଗୋଳେଇବା। ଯେ ପର୍ଯ୍ୟନ୍ତ ଆମର ଆଳୁ ଆଉ ଚିଙ୍ଗୁଡ଼ି ଆଉ ମସଲା ଯେଉଁ ପର୍ଯ୍ୟନ୍ତ ଭେଦିନି, ତ ଭଲ ଭାବରେ ଆମେ ଏଠି ଗୋଳେଇ ଚାଲିବା। ମୁଁ ଏଠି ରଖିଥିବା ମସଲା ପାଣିକୁ ଏଠି ଆଡ଼୍ କରିଦେଇଛି। ଆପଣମାନଙ୍କୁ ଯେତିକି ପରିମାଣର ପାଣି ଆବଶ୍ୟକ ସେତି ଅନୁଯାୟୀ ଆପଣମାନେ ପାଣି ଏଠି ଦେଇପାରିବେ। ତାପରେ ମସଲା ପାଣି ଏଠି ଦେଇସାରିଲା ପରେ ଏବେ ଆମେ ଘୋଡ଼େଇକି 15ରୁ 20 ମିନିଟ୍ ଛାଡ଼ିଦେବା ମସଲାଟି ସିଝିବା ପାଇଁ। ଏବେ ଆମେ ଦେଖିବା ତରକାରୀଟା ହେଲାଣି କି ନାହିଁ। ବର୍ତ୍ତମାନ ଆପଣମାନେ ଦେଖିପାରୁଥିବେ ତରକାରୀଟି ପ୍ରାୟ ହେଇ ଆସିଲାଣି। ତରକାରୀଟା ଏବେ ବହୁତ ବଢ଼ିଆ ବାସ୍ନା ଦେଉଛି। ତ ବହୁତ ବଢ଼ିଆ ବାସ୍ନା ହେଉଛି। ତରକାରୀ ମୋର ପ୍ରାୟ ପୁରା ପରଫେକ୍ଟ ପ୍ରସ୍ତୁତ ହୋଇସାରିଲାଣି। ଚାଲନ୍ତୁ ଏବେ ଟେଷ୍ଟ କରିବା ଆମ ତରକାରୀଟା କେମିତି ହେଇଛି। ମୋ ସ୍ୱାମୀ ଏବେ ଅଫିସରୁ ଘରକୁ ଫେରିଲେଣି। ତ ଚାଲନ୍ତୁ ଆମେ ତରକାରୀ ଏବେ ବାଢ଼ିକି ମୋ ସ୍ୱାମୀଙ୍କୁ ଖାଇବାକୁ ଦେବା। ତରକାରୀଟା କ'ଣ ଦେଖାହେଉଛି, ଆମେ ତ ଚାଲୁ ଏବେ ଖାଇବା ପାଇଁ, ଆପଣମାନେ ବି ଆସନ୍ତୁ। ଡେରି ନ କରି ଏବେ ଜାଣିବା ବେହେରା ବାବୁଙ୍କ ପାଟିରୁ ତାଙ୍କ ଫେଭରେଟ୍ ତରକାରୀଟା କେମିତି ହେଇଛି। ତ ବେହେରା ବାବୁ ଜମା ଡେରି କରନି, ଜଲ୍ଦି ଜଲ୍ଦି କୁହ କେମିତି କ'ଣ ତରକାରୀ ଲାଗୁଛି। ବେହେରା ବାବୁଙ୍କ ସସ୍ପେନ୍ସଟା ତ ମୋତେ ଭାରି ଡର ଲାଗେ, କାହିଁକିନା ତାଙ୍କୁ ଟିକେ ସୁଆଦିଆ ତରକାରୀ ପସନ୍ଦ। ତାଙ୍କୁ ତ ତରକାରୀ ବହୁତ ପସନ୍ଦ ହେଲା। ଆପଣମାନଙ୍କୁ ବନେଇ ଖାଆନ୍ତୁ। ଦେଖା ହେବା ନେକ୍ସଟ ବ୍ଲଗ୍ରେ। ବାଏ।